ସମସ୍ତଙ୍କ ମନରେ ଗୋଟିଏ ଚିନ୍ତା, କେବେ ମିଳିବ ଏହି ତାତିରୁ ତ୍ରାହି। ତତଲା କଡ଼େଇରେ ଭାଜି ହେଉଛି ସାରା ରାଜ୍ୟ। ତେବେ ଗ୍ରୀଷ୍ମ ପ୍ରବାହ ପରେ ଏବେ ଭୀଷଣ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ପାଇଁ ଆଜି କଟକ ସହରକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏପଟେ ଦିନ 11:30 ସୁଦ୍ଧା 41 ଡିଗ୍ରୀ ଟପିଛି ତାପମାତ୍ରା ଏବଂ ଆଜି ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା 41.4 ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝରରେ 41 ଡିଗ୍ରୀ ତାପମାତ୍ରା ହୋଇଥିବା ବେଳେ ଭୁବନେଶ୍ୱରରେ 40.4 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ମେ 1 ତାରିଖ ପର୍ଯ୍ୟନ୍ତ ପାଗରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ, ବରଂ ଗ୍ରୀଷ୍ମ ପ୍ରବାହ ବଢ଼ିବା ସାଙ୍ଗକୁ ଜାରି ରହିବ ଗୁଳୁଗୁଳି। କିନ୍ତୁ ମେ 2 ତାରିଖରୁ 4 ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସାମୁଦ୍ରିକ ଝଡ଼ର ପ୍ରଭାବ ରହିବ। ଆଉ ଏହି ପ୍ରଭାବରେ ତାପମାତ୍ରା 2ରୁ 3 ଡିଗ୍ରୀ ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି। ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଘଟିବ ନାହିଁ। ସେପଟେ ରାଜ୍ୟରେ ଅଂଶୁଘାତରେ ଯାଇଛି 2 ଜଣଙ୍କ ଜୀବନ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ଯାହାକି ବାଲେଶ୍ୱର ପରେ ଢେଙ୍କାନାଳରେ ଅଂଶୁଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତ ଓ ତାତିଜନିତ ସମସ୍ୟାରେ 257 ଜଣ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଉ ସୁନ୍ଦରଗଡ଼ରୁ ସର୍ବାଧିକ 60 ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ବେଳେ ମୟୂରଭଞ୍ଜରୁ 40 ଜଣ, ଖୋର୍ଦ୍ଧାରୁ 36 ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାର ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ କ୍ୟାପିଟାଲ ହସ୍ପିଟାଲରେ 18 ଜଣ ରହିଛନ୍ତି। ତେବେ ପୂର୍ବ ଏବଂ ଦକ୍ଷିଣ ଭାରତରେ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଉତ୍ତର ଭାରତରେ ତାପମାତ୍ରା ଭିନ୍ନ ଥିବା ଦେଖିବାକୁ ମିଳିଛି।